ମାଲୁ ପାଞ୍ଚଟି ଅପରାଧ କେବେ କରିବେ ମନେ ରଖିଥାନ୍ତି। ପ୍ରଥମ ହେଉଛି ଉଚ୍ଚ ପାଟିରେ କଥାବାର୍ତ୍ତା କେବେ ବି କରିବେ। ଠାକୁର ପରା ବସିଛନ୍ତି, ତେଣୁ ଉଚ୍ଚ ପାଟିରେ ଯେ କହଇ କଥା ପ୍ରଭୁଙ୍କ ପ୍ରାଣରେ ଲାଗଇ ବ୍ୟଥା। ଉଚ୍ଚ ପାଟିରେ କଥା କହିଲେ ପ୍ରଭୁଙ୍କ ପ୍ରାଣରେ ବ୍ୟଥା ଲାଗିବ। ତେଣୁ ଠାକୁର ଘରେ ଉଚ୍ଚ ପାଟିରେ କଥାବାର୍ତ୍ତା କରିବେ। ଦ୍ୱିତୀୟ, ମା ଠାକୁର ଘରେ କାହାର ନିନ୍ଦା କରିବେନି, କାହାର ପ୍ରଶଂସା କରିବେନି। ବୁଝିଲେ କି ମା? ଠାକୁର ପୂଜା ସମୟ ଗୋଟେ ଜାଗା ପ୍ରବଚନ କଲାବେଳେ ଗୋଟେ ମା ଚଉରାରେ ପାଣି ଦଉଛି, ଏମିତି ମନ୍ତ୍ର ପଢୁଛି ମୋ ଜୀବନରେ ଶୁଣି ନଥିଲି। ଉଚ୍ଚ ପାଟିରେ ମନ୍ତ୍ର ପଢୁଛି, ମା ତୁ ମରିବୁ ଲୋ ତୁ ମରିବୁ। ଇଆଡେ ଦେଖିଲା ବେଳକୁ ମା ଚଉରାରେ ପାଣି ଦଉଛି। ଶୁଣୁ ଶୁଣୁ ମାଲୁ ତ ସେ ଯାହାକୁ ତାର ଗାଳି ଦଉଛି, ଇଆଡେ ଦେଖିଲା ବେଳକୁ ଚଉରାରେ ପାଣି ଦଉଛି। ତେଣୁ କହିବାର କଥା, କାହାର ନିନ୍ଦା କରିବନି। ଠାକୁରଙ୍କର ପୂଜା ସମୟରେ କାହାର ନିନ୍ଦା କରିବନି, କାହାର ପ୍ରଶଂସା ମଧ୍ୟ କରିବନି।